ସମସ୍ତଙ୍କୁ ନମସ୍କାର। ମୁଁ ସନ୍ତୋଷ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ପୁଣି ଥରେ ଆଜି ଆପଣମାନଙ୍କ ସହିତ କଥା ହେବି ଲୋକସ୍ ଆପ୍ ଉପରେ। ଲୋକସ୍ ଆପ୍ଟି ପୁଣି ଥରେ ଅପଡ଼େଟ୍ ହୋଇଯାଇଛି। ଅପଡ଼େଟ୍ ହେବା ଦ୍ୱାରା ତା'ର ବିଭିନ୍ନ ଅପସନ୍ ବା କିଛି ଯାହା ଆଗରୁ ଦେଖାଯାଉଥିଲା, ଯେଉଁ ଅପସନ୍ ଆସୁଥିଲା ସେଇଟା ଟିକେ ଚେଞ୍ଜ ହୋଇଯାଇଛି। ତ ତା ଉପରେ ଆଜି କଥା ହେବା। ତ ସେମିତି କିଛି ପ୍ରୋବ୍ଲେମ୍ ନାହିଁ। ଯାହା ଆଗରୁ ଆପଣମାନେ ଯାହା କରୁଥିଲେ ସେମ୍ ହିଁ ଅପସନ୍ ଅଛି। ଟିକେ ଏପଟ ସେପଟ ଲେଖା ହେଇଛି ଏବଂ ଟିକେ ଓଲଟା ପାଲଟା ହେଇଛି। ତ ସେଇଟା ଆପଣଙ୍କୁ ଦେଖେଇବି ଆଜିର ଭିଡ଼ିଓ ମାଧ୍ୟମରେ। ଏବଂ ଆଉ ଥରେ ନୂଆ କରି ଆପଣଙ୍କୁ SHG ପ୍ରୋଫାଇଲ୍ ହେଉ କିମ୍ବା ମେମ୍ବର ପ୍ରୋଫାଇଲ୍ ହେଉ ଆପଣଙ୍କୁ ଗୋଟେ କରି ଦେଖେଇବି ନେକ୍ସଟ ପରବର୍ତ୍ତୀ ଭିଡ଼ିଓରେ। ତେଣୁ ଆଜି ଷ୍ଟାର୍ଟ କରିବା। ଲୋକସ୍ ଆପ୍ଟି ଅପଡ଼େଟ୍ ହେଲା ପରେ କେଉଁ ଅପସନ୍ ଚେଞ୍ଜ ହେଇଛି ଚାଲନ୍ତୁ ଦେଖିବା। ଆପ୍ଟି ମୁଁ ଓପନ୍ କରୁଛି। ଓପନ୍ କଲା ପରେ ଆପଣ ବି ଓପନ୍ କରନ୍ତୁ। ଲଗ୍ଇନ୍ରେ କ୍ଲିକ୍ କରନ୍ତୁ। ଲଗ୍ଇନ୍ରେ କ୍ଲିକ୍ କଲା ପରେ ଯେମିତି ଆଗରୁ ମାଗୁଥିଲା 4ଟି ପିନ୍, ସେମିତି ପିନ୍ ମାଗିବ, ଦେଇଦେବା। ତାପରେ ଆମର ଏମିତି ହୋମ୍ ପେଜ୍ ଆସୁଥିଲା। ଏଇଟା କୌଣସି ଚେଞ୍ଜ ହେଇନାହିଁ। ମଝିରେ ଯେଉଁ ଆପ୍ଟି ଅପଡ଼େଟ୍ ହେଇଥିଲା ଯାହା ଅପସନ୍ ଥିଲା ଏଇଟା ସେମ୍ ଅଛି, କୌଣସି ଚେଞ୍ଜ ହେଇନାହିଁ। ତ ଆମେ ଯିବା SHGରେ କ୍ଲିକ୍ କରିବା। SHG କ୍ଲିକ୍ କଲା ପରେ ଏଇଟା ବି ଏଇ ଅପସନ୍ ବି ଆସୁଥିଲା। ଆମର ଗ୍ରାମ ପଞ୍ଚାୟତ ଥିଲା, ଅଲ୍ ଲେଖା ହେଇଥିଲା। ଯଦି କ୍ଲିକ୍ କରିବା ଏଠି ଜିପି ନେମ୍ ମାଗିବ, କ୍ଲିକ୍ କରୁଥିଲେ। ଆଉ ଭିଲେଜ୍ ନେମ୍ ଥିଲା, ଅଲ୍ ଲେଖା ହେଇଥିଲା। ଏବଂ ଏଠି ଆପଣଙ୍କର ଯେଉଁ ଭିଲେଜ୍ରେ କାମ କରୁଛନ୍ତି ସେଇ ଭିଲେଜ୍ରେ କ୍ଲିକ୍ କରିବାକୁ ପଡ଼ୁଥିଲା। ତାପରେ କ'ଣ ଥିଲା, ଏଇଟା ବି ଥିଲା ଆକ୍ଟିଭ୍ SHG ଥିଲା। ଯେଉଁ ଆପଣଙ୍କର ଯେତୋଟି SHG ଆକ୍ଟିଭ୍ କାମ ହେଉଛି ସେଇଟା ଆକ୍ଟିଭ୍ରେ ଯାଉଥିଲା। ଆଉ ଯେଉଁଟା କାମ କରୁନାହାନ୍ତି ବା ଯେଉଁଟା ଭାଙ୍ଗି ଯାଇଛି ସେଇଟା ଇନ୍ଆକ୍ଟିଭ୍ ଥିଲା। ତ ଯେଉଁଟା ଆପଣ କରିନାହାନ୍ତି ଲୋକସ୍ ସେଇଟା ଇନ୍ଆକ୍ଟିଭ୍ ଥିଲା। ଯେମିତି ଆକ୍ଟିଭ୍ SHG, ଇନ୍ଆକ୍ଟିଭ୍ SHG ଦେଖାଉଛି। ଇନ୍ଆକ୍ଟିଭ୍ SHG 1 ଅଛି ଏଠି। ତ ଇନ୍ଆକ୍ଟିଭ୍ SHG ଗୋଟେ ଅଛି ଦେଖୁଛନ୍ତି। ତାପରେ ପେଣ୍ଡିଂ ଏଠି, ପେଣ୍ଡିଂ ଫର୍ ଆପ୍ରୁଭାଲ୍ 0 ଅଛି, ପେଣ୍ଡିଂ କିଛି ନାହିଁ। ତାପରେ କ'ଣ ଚେଞ୍ଜ ହେଇଛି ନା, ଆମେ ଯିବା ଗୋଟେ SHGରେ କ୍ଲିକ୍ କରିବା। ଧରାଯାଉ ଆପଣଙ୍କର ଇନ୍ଆକ୍ଟିଭ୍ SHG ଏଠି ଅଛି ଗୋଟେ, କ୍ଲିକ୍ କରିବା। କ୍ଲିକ୍ କଲା ପରେ 3 ଡଟ୍ରେ କ୍ଲିକ୍ କରିବା। ଯେମିତି ଅପସନ୍ ଆସୁଥିଲା ଆଗରୁ SHG ପ୍ରୋଫାଇଲ୍, ସମାରୀ, ଭ୍ୟୁ, ଅପଲୋଡ଼ ଷ୍ଟାଟସ୍, ରିଭ୍ୟୁ ଆଣ୍ଡ ଅପଲୋଡ଼ ଡାଟା, ଡାଉନଲୋଡ଼ ଡାଟା ଆଉ ଡିଲିଟ୍ SHG। ଏଇଟା କିଛି ଚେଞ୍ଜ ହେଇନାହିଁ। ଚେଞ୍ଜ କ'ଣ ହେଇଛି ଦେଖିବା ନା, ମେମ୍ବରରେ କ୍ଲିକ୍ କରିବା। ମେମ୍ବରରେ କ୍ଲିକ୍ କଲା ପରେ ଏଇଟା ବି ସେମ୍ ଅପସନ୍ ଆସୁଥିଲା। ଯଦି ଆପଣଙ୍କର ଫିଲ୍ଟର କରୁଛନ୍ତି ଅଲ୍ ଲେଖା ହେଇଛି, ଯଦି ଏଠି ଆପଣଙ୍କର ଆକ୍ଟିଭ୍ ମେମ୍ବର ଯଦି କ୍ଲିକ୍ କରୁଛନ୍ତି ଯେତିକି ଆକ୍ଟିଭ୍ ମେମ୍ବର ଅଛନ୍ତି ଆପଣଙ୍କର ଶୋ କରୁଥିଲା। ଯଦି ଆପଣ ଇନ୍ଆକ୍ଟିଭ୍ କରିଛନ୍ତି ସେ SHGର କିଛି ମେମ୍ବରକୁ, ତାହେଲେ ଇନ୍ଆକ୍ଟିଭ୍ରେ କ୍ଲିକ୍ କଲା ପରେ ସେଇ କେଉଁ ମେମ୍ବରକୁ ଇନ୍ଆକ୍ଟିଭ୍ କରିଛନ୍ତି ଏଠି ଦେଖାଯାଉଥିଲା। ତ ଆଉ କ'ଣ ଚେଞ୍ଜ ହେଇଛି, ଏଠି ଆକ୍ଟିଭ୍ ମେମ୍ବର କରିବା। ତ ଏଇଟା ବି ସେମ୍ ଥିଲା, ଏଇଟା ବି କିଛି ଚେଞ୍ଜ ହେଇନାହିଁ। ତ ଚେଞ୍ଜ କ'ଣ ହେଇଛି ଚାଲନ୍ତୁ ଦେଖିବା। ଗୋଟେ SHGରେ କ୍ଲିକ୍ କରିବା। SHGରେ କ୍ଲିକ୍ କଲା ପରେ ବାସ୍ ଏଇ ଅପସନ୍ ଆପଣ ଯାହା ଦେଖୁଛନ୍ତି ଏଇଟା ହିଁ ଚେଞ୍ଜ ହେଇଛି। ଚେଞ୍ଜ ମାନେ କ'ଣ ନା, ଆଗରୁ ଆମର ଥିଲା ଭେରିଫାଏ ଆଧାର ଥିଲା, କିନ୍ତୁ ଏମିତି ଲେଖା ହେଉନଥିଲା, ଆପଣମାନେ ଦେଖିଥିଲେ। ତ ସେଇଟା ଏବେ କ'ଣ ହେଇଛି, ଯେତିକିଟା ଅପସନ୍ ଆମର ଥିଲା କେବଳ ସିମ୍ବଲ୍ ମାଧ୍ୟମରେ ଆମେ କ୍ଲିକ୍ କଲା ପରେ ହିଁ ଲେଖୁଥିଲା ବେସିକ୍ ଡିଟେଲ୍ସ। ପ୍ରଥମେ ଥିଲା ବେସିକ୍ ଡିଟେଲ୍ସ, ତାପରେ ଥିଲା ଭେରିଫାଏ ଆଧାର, ତାପରେ ଥିଲା ବ୍ୟାଙ୍କ, ତାପରେ ଆଡ୍ରେସ୍ ଏମିତି ଥିଲା। କିନ୍ତୁ ଏମିତି ଲେଖା ହେଉନଥିଲା। ଲେଖା କେତେବେଳେ ହେଉଥିଲା ନା, ତାକୁ କ୍ଲିକ୍ କଲା ପରେ ତାପରେ KYC କିମ୍ବା ବେସିକ୍ ଡିଟେଲ୍ସ, ଭେରିଫାଏ ଆଧାର ଲେଖା ହେଉଥିଲା। ଏବେ ବର୍ତ୍ତମାନ କ'ଣ ହେଇଛି ନା, ଆଗରୁ ଲେଖିଦେଇଛି। ଯେମିତି ଏଇ ଲୋକସ୍ କାମ କରିବା ପାଇଁ ପ୍ରଥମ ଷ୍ଟେପ୍ ହେଲା ଯେମିତି KYC ଆମର ଭେରିଫାଏ ଆଧାର। ତ ତେଣୁ ଏବେ ବର୍ତ୍ତମାନ ସେ କ'ଣ କରିଛି ନା, ପ୍ରଥମ 1 ନମ୍ବର ଅପସନ୍ରେ ରଖିଛି ଭେରିଫାଏ ଆଧାର। ନା କାହିଁକି, ଆଧାର ଭେରିଫାଏ ନ ହେବା ପର୍ଯ୍ୟନ୍ତ ତାର ବେସିକ୍ ଡିଟେଲ୍ସ ଗ୍ରୀନ୍ ହେଉନାହିଁ, କିମ୍ବା ଆଧାର ଯେଉଁ KYC ମାଗୁଥିଲା ସେଇଟା ଗ୍ରୀନ୍ ହେଉନଥିଲା। ତେଣୁ ଏବେ କ'ଣ ଚେଞ୍ଜ କରିଛି ନା, ପ୍ରଥମ 1 ନମ୍ବର ଦେଇଛି ଭେରିଫାଏ ଆଧାର। ଭେରିଫାଏ ଆଧାରରେ ପ୍ରଥମେ ଆଧାର ନମ୍ବର ଦେବାକୁ ପଡ଼ିବ। ଆମେ ଯେମିତି ଆଗରୁ ଦେଉଥିଲେ ଆପଣମାନେ ଦେବେ। ଆଧାର ନମ୍ବର ଦେଲା ପରେ ଫୁଲ୍ ନେମ୍, ଆମେ କ'ଣ କରୁଥିଲୁ ଆଗରୁ
ନା ପ୍ରଥମେ ସେଇ ମାଆଙ୍କର ପ୍ରଥମେ ନାଁ ଲେଖା ହେଉଥିଲା, ତାପରେ ତଳକୁ ଆସିକିରି ଆଧାର ନମ୍ବର ଦେଇକି ଆପ୍ରୁଭ୍ରେ ମରା ହେଉଥିଲା। ଏବେ ସେଇଟା ଟିକେ ଚେଞ୍ଜ ହେଇଛି ନା ପ୍ରଥମେ ଆପଣ ଆଧାର ନମ୍ବର ଦେବେ, ତାପରେ ଆଧାରରେ ଯେମିତି ଲେଖା ହେଇଛି ସ୍ପେଲିଂ ସେମିତି ସ୍ପେଲିଂ ଲେଖିବେ, ତାପରେ ଲୋକାଲ୍ ଲାଙ୍ଗୁଏଜ୍ ତ ଆମେ ଲେଖୁନୁ, ତାପରେ ତଳକୁ ଅଛି ଡେଟ୍ ଅଫ୍ ବାର୍ଥ ଯେମିତି ଆପଣମାନେ ଦେଉଥିଲେ ସେମିତି ଦେବେ। ଆଉ ଜେଣ୍ଡର ବି ଅଛି ମେଲ୍ ଫିମେଲ୍ ଟ୍ରାନ୍ସଜେଣ୍ଡର ଗୋଟେ ଆଡ଼୍ ହେଇଛି ବୋଧେ ଏଇଟା। ତା ସହିତ ମୋବାଇଲ୍ ନମ୍ବର ଦେବାକୁ ପଡ଼ୁଥିଲା, ଯଦି ଅଛି ଦେବେ ନହେଲେ ନାହିଁ। ଆଉ ଏଠି ମୋବାଇଲ୍ ନମ୍ବର ବିଲଙ୍ଗସ୍ ଟୁ, ଏଠି ସେଲ୍ଫ ନିଜର ନମ୍ବର ଅଛି, ଏଠି ନିଜର ନମ୍ବର ଅଛି ନା ବାପାଙ୍କର ନା ମାଆଙ୍କର ନା ସ୍ୱାମୀଙ୍କର ନା ପଡ଼ିଶା କିଏ ନହେଲେ ଆମର ବୁକ୍ କିପର ନମ୍ବର ଦିଆଯାଉଥିଲା। ତାପରେ କ'ଣ ଏଠି ଏଇଟା ବି ଥିଲା ଆଧାର ଭେରିଫାଏ ଏବଂ ରିଭ୍ୟାଲିଡେଟ୍। ଯଦି ଆପଣ ଥରେ କରିଛନ୍ତି ସେଟା ନେକ୍ସଟ ଟାଇମ୍ ରିଜେକ୍ଟ ହେଇଯାଇଛି, ତାହେଲେ ସେଇ ମେମ୍ବରଙ୍କର କ'ଣ କରାହେଉଛି ନା ପ୍ରଥମେ ରିଭ୍ୟାଲିଡେଟ୍ ମାରି ସାରିଲା ପରେ ପୁଣି ଥରେ ଆଧାରରେ ଭେରିଫାଏ କ୍ଲିକ୍ କରାଯାଉଛି। ତ ଏବେ ବି କ'ଣ କରିବେ, ରିଭ୍ୟାଲିଡେଟ୍ ମାରିବେ। ରିଭ୍ୟାଲିଡେଟ୍ ମାରି ସାରିଲା ପରେ ଆଧାର ଭେରିଫାଏ ପୂର୍ବରୁ ଏଠି କ'ଣ କରିବେ, ଟିକ୍ ଚିହ୍ନ କରିବେ। ପ୍ରଥମେ ରିଭ୍ୟାଲିଡେଟ୍ ମାରିଲା ପରେ ଆପଣଙ୍କୁ ଟିକ୍ ଚିହ୍ନ କରିବାର ଅଛି। ଟିକ୍ ଚିହ୍ନ କରିସାରିଲା ପରେ ଆଧାର ଭେରିଫାଏରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଯେହେତୁ ମୋ ନେଟ୍ ଅଫ୍ କରିଦେଇଛି ଏଠି ନେଇଯିବ। ତ ଏଇଟା ଗୋଟେ ମାନେ 1 ନମ୍ବର ପଏଣ୍ଟ ଏମିତି ଅଛି। ଆଉ ତାପରେ 2 ନମ୍ବର ପଏଣ୍ଟ କ'ଣ ଲେଖା ହେଇଛି ନା ଆମର ଥିଲା ବେସିକ୍ ଡିଟେଲ୍ସ ଥିଲା, ବେସିକ୍ ପ୍ରଥମେ ଥିଲା, ଆଧାର ଦ୍ୱିତୀୟ ଥିଲା, ଅଲଟା ହେଇଛି ବେସିକ୍ ଅଛି ଦ୍ୱିତୀୟ ନମ୍ବରରେ। ତ ଏଇଟା କ'ଣ ଚେଞ୍ଜ ହେଇଛି ନା ଆମର ଯେତେବେଳେ ମେମ୍ବର ଇମେଜଟା ଲାଷ୍ଟ ତଳକୁ ଥିଲା, ତଳକୁ ମେମ୍ବର ଇମେଜ ଏବଂ କନସେଣ୍ଟ ଫର୍ମ ଦେଲା ପରେ ଆମେ ସେଭ୍ କରୁଥିଲେ, ତ ଏଇଟା ଏବେ କ'ଣ ହେଇଛି ନା ମେମ୍ବରଙ୍କର ପ୍ରଥମେ ଇମେଜ ଦେବେ, କ୍ୟାମେରା ଚିହ୍ନରେ କ୍ଲିକ୍ କରିବେ ଏବଂ ଇମେଜ ତାଙ୍କର ଦେବେ। ତାପରେ ସେଇ ମେମ୍ବରଙ୍କର ଜଏନିଂ ଡେଟ୍ କେବେ, ସିଏ କେତେ ପାଠ ପଢ଼ିଛନ୍ତି, ସେ ବାହା ହେଇଛନ୍ତି ନା ନାହିଁ, ତାପରେ ଏସବୁ ଥିଲା। ସେ ଇଜ୍ ଦ ମେମ୍ବର ଇଜ୍ ଦ ହେଡ଼୍ ଅଫ୍ ଦ ଫ୍ୟାମିଲି, ତାଙ୍କ ଫ୍ୟାମିଲିରେ ସେ ହେଡ଼୍ କି। ତାପରେ ଫ୍ୟାମିଲି ମେମ୍ବର ଡିଟେଲ୍ସ ପଚାରିଲା, ଆପଣଙ୍କର ବାପା ମା ହଜବେଣ୍ଡ ତାଙ୍କର କିଏ, ତ ଆପଣଙ୍କୁ ଯେଉଁଟା ସିଲେକ୍ଟ କରିବେ। ତା ଯଦି ବାପା ସିଲେକ୍ଟ କରୁଛନ୍ତି ବାପାଙ୍କ ନାଁ ଦେବେ, ଯଦି ମାଆଙ୍କ ନାଁ ଏଠି ସିଲେକ୍ଟ କରୁଛନ୍ତି ମଦର, ତାହେଲେ ଏଠି ମାଆଙ୍କ ନାଁ ଦେବେ। ଯଦି ସ୍ପାଉସ୍ ଯଦି ସିଲେକ୍ଟ କରୁଛନ୍ତି ତାହେଲେ ସ୍ୱାମୀଙ୍କ ନାଁ ଦେବେ। ସେମ୍ ଆମେ ବି ଲେଖୁଥିଲା ଆଗରୁ। ତାପରେ ରିଲିଜନ୍ ହିନ୍ଦୁ ଅଛି, ସୋସିଆଲ କ୍ୟାଟେଗୋରୀ ତାହେଲେ ଡିଜାବିଲିଟି ଅଛି। ଏତିକି ହେଲା ପରେ ସେଭ୍ରେ କ୍ଲିକ୍ କରୁଥିଲେ। ସେଭ୍ରେ କ୍ଲିକ୍ କଲା ପରେ ତୃତୀୟ ନମ୍ବର ଅପସନ୍ ଆସିଲା ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ। ବ୍ୟାଙ୍କରେ ଏହିପରି ଅପସନ୍ ଆଗରୁ ଆସୁନଥିଲା, ଏବେ ଟିକେ ଅଲଗା ଆସୁଛି ଦେଖନ୍ତୁ। ତ ବ୍ୟାଙ୍କ ଆଇଲା ଆକାଉଣ୍ଟ ନମ୍ବର ଶୋ କରୁଛି, ଆକାଉଣ୍ଟ ଟାଇପ୍ ଶୋ କରୁଛି, ଆଉ ଟାଟସ୍ ସେଠି ଆକ୍ଟିଭ୍ ଅଛି। ତ ଏଇଠି କ'ଣ କରିବେ, ଯଦି ଆପଣ କିଛି ଚେଞ୍ଜ କରିବାର ଅଛି କିମ୍ବା ଇଏ କରୁଛନ୍ତି ତାହେଲେ କ'ଣ କରିବେ, ଯେଉଁ ଏଡ଼ିଟ୍ ଚିହ୍ନ ଅଛି ପେନସିଲ୍ ଚିହ୍ନ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆମେ ଯେମିତି ଆଗରୁ ଫିଲ୍ଅପ୍ କରୁଥିଲେ ସେମିତି ଅପସନ୍ ଆସୁଛି। ତ ଏଠି ପଚାରିଲା ନେମ୍ ଇନ୍ ବ୍ୟାଙ୍କ ପାସବୁକ୍ରେ ଯାହା ନାଁ ଅଛି ସେମିତି ଲେଖିବାର ଅଛି। ତାପରେ ଆକାଉଣ୍ଟ ନମ୍ବର 2 ଥର ଦେଉଥିଲେ, ଏଠି 2 ଥର ଦେବାକୁ ପଡ଼ିବ। ଆଉ ଆକାଉଣ୍ଟ ଓପନିଂ ଡେଟ୍ ଅଛି, IFSC କୋଡ଼୍ ଅଛି, ଆଉ ବ୍ୟାଙ୍କ ନେମ୍ ଅଛି, ବ୍ରାଞ୍ଚ ନେମ୍ ଅଛି, ଆକାଉଣ୍ଟ ଟାଇପ୍ ସେଭିଂ ନା ଇଏ ଥିଲା ଜନଧନ ଥିଲା। ତା ତଳକୁ ଆସୁଛି ଯେମିତି ପାସବୁକ୍ ଫାଷ୍ଟ ପେଜ୍, ଯେମିତି ଆମେ ଆଗରୁ ଫଟୋ ଉଠାଉଥିଲେ ସେମିତି ଉଠାଇବେ। ତାପରେ ପ୍ରାଇମେରୀ ସେଟ୍ ଅଛି, ପ୍ରାଇମେରୀ ୟେସ୍ ରହିବ। ଆଉ ଏଇଠି ସିଲେକ୍ଟ ଷ୍ଟାଟସ୍ଟା ଆକ୍ଟିଭ୍ ରହିବ। ଇନ୍ଆକ୍ଟିଭ୍ରେ କ୍ଲିକ୍ କରି ଆପଣ ସେଭ୍ କରିବେ ନାହିଁ। ଯଦି ଇନ୍ଆକ୍ଟିଭ୍ କ୍ଲିକ୍ କରି ସେଭ୍ କରୁଛନ୍ତି ତାହେଲେ ସେଇ ପାସବୁକ୍ଟା ଆପଣଙ୍କର ନେବ ନାହିଁ, ପୁଣି ଥରେ ରିଜେକ୍ଟ ହେବ, ଆପଣଙ୍କୁ ଆଉ ଥରେ କରିବାକୁ ପଡ଼ିବ। ଆକ୍ଟିଭ୍ରେ କ୍ଲିକ୍ କରିବେ ଏବଂ ସେଭ୍ରେ କ୍ଲିକ୍ କରିବେ। ତାପରେ ଆପଣଙ୍କର ଆସୁଛି ବ୍ୟାଙ୍କ ଗଲା ପରେ ଆପଣଙ୍କର ଆସୁଛି ଆଡ୍ରେସ୍ରେ କ'ଣ ଆପଣ ଯେମିତି ଲେଖୁଥିଲେ ସେମ୍ କିଛି ନାହିଁ। ଯଦି ଏମିତି ଅପସନ୍ ଆସୁଛି ତାହେଲେ କ'ଣ କରିବେ, ଯଦି ଭୁଲ ଅଛି ଡିଲିଟ୍ କରିପାରିବେ ଅପସନ୍ ଅଛି। ଏଡ଼ିଟ୍ ଚିହ୍ନରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ପ୍ରାଇମେରୀ ଆଡ୍ରେସ୍ ଟାଇପ୍ ପ୍ରାଇମେରୀ ଅଛି, ସେମିତି ଆମେ କରୁଥିଲେ ପ୍ରାଇମେରୀ। ଆଉ ଆଡ୍ରେସ୍ ଲାଇନ୍ 1ରେ
ଲେଖା ହେଉଛି ଆପଣଙ୍କର କେଉଁ ସାହି ଏ ଡିଟେଲ୍ସ ପଳାଇ ଆସୁଛି ଆପଣଙ୍କ ସାହି ନା ଆପଣଙ୍କର ଜିପି ନେମ୍ ବ୍ଲକ୍ ନେମ୍ ଓଡ଼ିଶା ରାୟଗଡ଼ା ଡିଷ୍ଟ୍ରିକ୍ଟ ପଳାଇ ଆସୁଛି। ଯାହାର ଆସୁନା ଲେଖିବେ ତାପରେ ଗ୍ରାମ ପଞ୍ଚାୟତ ଅଛି ଆଉ ଭିଲେଜ୍ ଅଛି ଆପଣଙ୍କର ପିନ୍କୋଡ଼୍ ଦେଇକି ସେଭ୍ କରିବେ। ଆଗରୁ ବି ଏମିତି ହିଁ କରାହେଉଥିଲା। ତାପରେ ଆଡ୍ରେସ୍ ପରେ ଅଛି KYC 5 ନମ୍ବର ଅଛି KYC। KYCରେ ଆପଣମାନେ କ'ଣ କରୁଛନ୍ତି ନା କିଛି ଜଣ ଡବଲ୍ ଆଇଡ଼ି ଆଗରୁ KYC ଆଧାର ନେଉଥିଲା ତା ସହିତ ଆଉ ଗୋଟେ ଆପଣଙ୍କର ଆଇଡ଼ି କରିଦେଉଥିଲେ। ଯଦି ଏଇ ଜାଗାରେ ଦୁଇଟା ଆଇଡ଼ି ଅଦର ଆଇଡ଼ି ଗୋଟେ ଏବଂ KYC ଡକୁମେଣ୍ଟ ଟାଇପ୍ ଆଧାର ଦେଖାଉଛି ତାହେଲେ ଡବଲ୍ ଯଦି ଅଛି ତାହେଲେ ଗୋଟିଏ ଆପଣମାନେ ଡିଲିଟ୍ କରିପାରିବେ। এইটা অলরেডি KYC ডকুমেন্ট আপ্রুভ হয়ে যাইছি কিছু করিবার দরকার নাই। যদি দেখিবা এডিট চিহ্ন ক্লিক করিবা দেখা কোন ଅଛି না মানে ডকুমেন্ট টাইপ ଅଛି KYC তারপরে এটি আইডি টাইপ ଅଛି আধার ଆଉ KYC আইডি নম্বর আপ্রুভ হয়ে যাইছি কিছু করিবা দরকার নাই। তারপরে যা 6 নম্বর কু 6 নম্বরে ক্লিক কলা পরে লেখা হয়েছি কোন মোর ডিটেলস এটি কোন ଅଛି ना प्राइमरी लाइवलीहुड एक्टिविटी आम एग्रीकल्चर करूँ सेकेंडरी लाइवलीहुड एक्टिविटी नो सेकेंडरी लाइवलीहुड करूँ एवं एटा ऑटोमेटिक 3rd नंबर पळै आसुला। तापरे फर्स्ट डेजिग्नेशन मेंबर ये लिखाई सी कौन अच्छा प्रेसिडेंट ना सेक्रेटरी ट्रेजरर मेंबर ना अदर कौन अच्छा जेहेतु मेंबर अच्छा आंके तापर एटी कौन अच्छी स्टाटसटा ये आप एक्टिव रखार अच्छे जदि ये इनएक्टिव करेंगे ताहले मेंबरटा इनएक्टिव पलैब ये सब बेले ध्यान देवे एक्टिव रखिए। एक्टिव रखला इन्शुरेंस जदि अच्छी से दीदी ताहले येस करेंगे नो क्लिक करेंगे इज द मेंबर इज कैडर येस अच्छी तापर बास सेव करेंगे सरीगला आपणकर। तापर आसला 8 नंबर 7 नाई 7 दी नाई 8 नंबर कौन एटा आम किसी करूले कौटी छाड़ दौले ना केमती आपणकर 8 नंबर कैडर डिटेल्स देखाई कैडर डिटेल्स तो एडिट चिन्ह क्लिक करवा क्लिक कला कैटेगरी कौन आम दौले आईबी दौले एवं रोल्स ओमेन एक्टिविटी रोल्स कौन दौले ओमेन एक्टिविटी आउ जॉइनिंग डेट दौले लिविंग डेट तब सेव रे क्लिक करुले केवल एति ही ऑप्शन अच्छी एति ही चेंज होती किसी कन्फ्यूज होबार ना सेम जहाँ भी हम डाटा आगु दौलू सेमती ही दिया हम आउ उल्टा पल्टा होती। तो बर्तमान यहाँ थिला आपणकर मेंबर प्रोफाइल रो एति चेंज होती तेणु कौन सी प्रॉब्लम नहीं। तो बर्तमान आज वीडियो माध्यम ये आपको देखेबार थिला मु देखदेली। तो जदि आपनकर डाउट अच्छी किसी करने समय असुविधा होची आधार KYC हो कि आपनकर बैंक डिटेल्स हो ताहले जदि मते कमेंट करछन्ती ताहले मु आपनकर समाधान कर वीडियो पकेबी। तो बर्तमान वीडियो को आरंभ शेष पर्यटन देखिथारु आपनको बहुत बहुत धन्यवाद। आशा करी जदि बुझुना ताहले मते कमेंट जणांतु मु निश्चय समाधान वीडियो अपलोड करी। थैंक यू।